ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ତ +2 ସେକେଣ୍ଡ ଇୟର ଆର୍ଟ୍ସ ସାଇନ୍ସ କମର୍ସ ତ ଆର୍ଟ୍ସ ସାଇନ୍ସ କମର୍ସ ପିଲାମାନଙ୍କ ପାଇଁ ସ୍ୱାଗତ କରୁଛି। ତ ପିଲାମାନେ ତମମାନଙ୍କର କଣ ଅଛି ନା ଭ୍ରମ ସଂଶୋଧନ। ତ ପିଲାମାନେ ଭ୍ରମ ସଂଶୋଧନ ବାସ୍ ଖାଲି ଆଖି ପକଉ ପକଉ ତମର ମନ ରହିଯିବ, କାହିଁକି ନା ଭ୍ରମ ସଂଶୋଧନ ହଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ମାନେ ତମେ ଜାଣିଛ ଏଇଟା କଣ ନା ଚାକିରି, ଏଇଟା ଚାକିରି ଆମେ ପଢିବା ଠିକ, ଏଇଟା ଚାକିରି ମଧ୍ୟ ପଢିବା ଠିକ। ତ କୋଉଟା ଠିକ ଅଛି, ହର୍ଷେଇ କୋଉଠି ଦିଆହବ, ରେ କି ରେ କୋଉଥିରେ, ତ ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ଜାଣିବା କୋଉଥିରେ କୋଉ ହର୍ଷେଇ ଦୀର୍ଘେଇ ଦିଆହେଲେ ତାହେଲେ ସେଇଟା ଶୁଦ୍ଧ ରୂପଟା ହବ, ବୁଝିଲା। ତ ଅଶୁଦ୍ଧ ତମର ଏକ୍ସାମ ରେ ଦେଇଥିବ, ତମେ MCQ ଦେଖେଇଦେବେ ନା, ତ MCQ ତମେ ଶୁଦ୍ଧ ରୂପ ବାଛିଲ, 4-5ଟା ଦେଇଥିବ ତମେ କନଫ୍ୟୁଜ ହେଇଯିବ, ବୁଝିଲା। ତ ଏମିତି ଦଉଥିଲା ଆଗେ, ତ ତା ଗୋଟେ ଲେଖୁଥିଲ ତମେ ପାଇଯାଉଥିଲ, ତ 4ଟା ଦବ ଅପସନ, ଖାଲି ଆଖି ଟିକେ ପକେଇ ଦିଅ, ତମମାନଙ୍କର ମନ ଏଇଟା ପଢିବା ବି ଆବଶ୍ୟକ ନାହିଁ, ବାସ୍ ଖାଲି ଦେଖିଦିଅ କୋଉଥିରେ କଣ ଲଗା ହେଇଛି, ବୁଝିଲା। ତ ଚାଲ ଆମେ ଷ୍ଟାର୍ଟ କରିବା। ତ ପିଲାମାନେ ଚାଲ ଆମେ ଷ୍ଟାର୍ଟ କରିବା। ଭିडिଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦବ, ବେଲ ଆଇକନକୁ ଦବେଇ ଦବ ନୂଆ ନୂଆ ନୋଟିଫିକେସନ ପାଇଁ, ଲାଇକ ସେୟାର କରିଦବ। ତ ପିଲାମାନେ କଣ ଦେଲା ନା ସଠିକ ଆମେ ବାଛିକି ଲେଖିବା କଣ, ଆଜି ଆମେ 30ଟି ଟପ୍ 30ଟି ଆମେ ଆଲୋଚନା କରିବା, ନେକ୍ସଟ କ୍ଲାସକୁ ଆଉ 30ଟି ଆମେ ଆଲୋଚନା କରିବା, ବୁଝିଲା। 30ଟି କ୍ୱେଶ୍ଚିନ୍ ଆମେ ଭଲ ଭାବରେ ତାକୁ କଣ ଧ୍ୟାନ ଦେଇ ଦେଖିବା। ତ ଏଇଟା ମୁଁ କମ୍ୟୁନିଟିରେ ମଧ୍ୟ ଆ ଭିତରୁ ମୁଁ ପୋଷ୍ଟ କରିବି, ବୁଝିଗଲା। ତ ତମମାନେ ମତେ ଆନ୍ସର ଦବ, ଦେଖିବା କେତେ 30ଟା ଭିତରୁ ମୁଁ 4-5ଟି କମ୍ୟୁନିଟିରେ ପୋଷ୍ଟ କରିବି, ତମେ ତାର ଆନ୍ସର ଦବ, ବୁଝିଲା ପିଲାମାନେ। ତ ଦେଖିବନି, ଚିଟିଂ କରିବନି, ତମେ ଆନ୍ସର ଦବ। ତ ଦେଖିଦବା କୋଉଟା ଠିକ ଅଛି। ଦେଖ କେମିତି ଏମିତି କ୍ୱେଶ୍ଚିନ୍ ଆସିବ ପିଲାମାନେ, 1 ନମ୍ବରରେ 4ଟା ଅକ୍ଷୁର୍ଣ୍ଣ 4ଟା ଦବ, କୋଉ ଅକ୍ଷୁର୍ଣ୍ଣ ଠିକ, ପୁରା କନଫ୍ୟୁଜ ହେଇଯିବ ପିଲାମାନେ। ତ ଯଦି ଆମେ ଆଜିଠୁ ଭଲସେ ଦେଖିଦବା ତାହେଲେ ଆମେ କନଫ୍ୟୁଜ ହବାର ବି କିଛି ନାହିଁ, ବୁଝିହେଲା। ଦେଖ ଅକ୍ଷୁର୍ଣ୍ଣରେ ଏଇଟା ରେପ ଦିଆହେଇଛି, ଏଇଟା ରେପ ଦିଆହେଇନି, ଏଇଟା ଖ ହର୍ଷଉ ଅଛି, ଏଇଟା କ୍ଷୟ ଅଛି। ଦେଖ ଏଇଟା କ୍ଷୟ ହର୍ଷଉ ଅଛି, ନ ଫଳା ଏଠି ଦିଆହେଇଛି। ତ କୋଉ ଅକ୍ଷୁର୍ଣ୍ଣ ଏଥିରୁ ଠିକ ହବ ପିଲାମାନେ କହିଲ, କୋଉ ଅକ୍ଷୁର୍ଣ୍ଣ ଠିକ ହବ? ତାହେଲେ ଏଇଟା ଅକ୍ଷୁର୍ଣ୍ଣ, ମାନେ ଆର ରେଫ ଦିଆଯିବ ନା, ବୁଝିହେଲା। ତାପରେ ନେକ୍ସଟ କଣ ଦେଲା ନା ସୌରୀ, କୋଉ ସୌରୀ ଏଥିରୁ ଠିକ ହବ? ତାଲବେଶ ଅଛି, ଦନ୍ତେଶ ଅଛି, ହର୍ଷେଇକାର ଅଛି, ଦୀର୍ଘଇକାର ଅଛି, ବୁଝିହେଲା। ତ ଏଠି ଦେଖ ଦନ୍ତେଶ 2ଟା ଅଛି, ହର୍ଷେଇକାର ଦୀର୍ଘଇକାର, ଏଠି ତାଲବେଶ ଅଛି, ହର୍ଷେଇକାର ଦୀର୍ଘଇକାର। ତ ଆଦ୍ରୁ କୋଉ ସୌରୀଟା ଆମର ଠିକ ହବ? କୋଉ ସୌରୀ ନା ଦେଖ ଆର ହବ କୋଉ ସୌରୀ ନା ଏଇ ଗୋଟା ଦନ୍ତେଶ ହବ, ଦନ୍ତେଶ ହବ, ରେ ହର୍ଷେଇ ଦିଆହବ, ବୁଝିହେଲା। ଖାଲି ଏଇ ସୌରୀରେ ତମ ମନେ ରଖ ତାଲବେଶ କି ଦନ୍ତେଶ, ଆମର ସୌରୀ ହଉଛି ଦନ୍ତେଶ, ରେ ହର୍ଷେଇ ଖାଲି ଦିଆହବ, ବୁଝିହେଲା। ସୌରୀ ହେଇଗଲା। ତାପରେ ନହେଲେ ଆକୁ ଥରେ ଯଦି ଲେଖିଦବ ମନେ ରହିଯିବ, ଖାଲି ଆଖି 4-5 ଥର ଖାଲି ଦେଖିଦବ ଅନ୍ନ କୋଉ ଅନ୍ନ କଣ ହଉଛି, ତ ଦେଖିଦେଲେ ତମ ଆପେ ମନେ ରହିଯିବ। ଏତ ଘୋଷା ପାଠ ନୁହଁ, ଅନ୍ନ 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 ଅନ୍ନ, କୋଉ ଅନ୍ନ ଆଦ୍ରୁ ଠିକ ହବ? ତ ଏଇଟା ପ୍ରାୟ ପିଲା ଜାଣିଥିବ ଅନ୍ନ, ଏଇ ଅନ୍ନ ଠିକ ହବ। ନେକ୍ସଟ କଣ ଦେଲା? ଅଭସ୍ତ ଅଭ୍ୟସ୍ତ ଅଭ୍ୟସ୍ତ ଅଭ୍ୟସ୍ତ, କଣ ହବ ପିଲାମାନେ? ଏଇଟା କୋଉ ଅଭ୍ୟସ୍ତ ହବ ନା ହବ କଣ ନା ଏଇଟା ଅଭ୍ୟସ୍ତ, କଣ ତମେ ଜାଣିଛ ଏଇଟା ଅଭ୍ୟସ୍ତ, ସିଟା ହେଇଯିବ। ନେକ୍ସଟ କଣ ଦେଲା ନା ସାହାଯ୍ୟ, କୋଉ ସାହାଯ୍ୟ ଏଥିରେ ଠିକ, ବୁଝିହେଲା। ତ କୋଉ ସାହାଯ୍ୟ ଏଥିରେ ଠିକ ହବ ନା ସାହାଯ୍ୟରେ କଣ ରେପ ଦିଆହବ? ଦିଆହବନି, କେବଳ ସାହାଯ୍ୟ ହବ। ତମେ ମାନେ ପ୍ରୋନାଉନ୍ସ କରିବା ସେତେବେଳେ କଣ ନା ଶୁଭୁଛି ସାହାଯ୍ୟ, ତ ରେପ ତ ଶୁଭୁଛି ନା, ସେଟା ସାହାଯ୍ୟ, ସେ ରେପ ଟା ଲୁଚିଯାଏ, ସାହାଯ୍ୟ, ବୁଝିଲା। ଏଇଟା କଣ ନା ସାହାଯ୍ୟ ହବ, ସାହାଯ୍ୟ ନୁହଁ, ହେଲା। ନେକ୍ସଟ ଋଣଗ୍ରସ୍ତ 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 ଋଣଗ୍ରସ୍ତ, ଦେଖ କେମିତି ଦେଇଛି, ତମେ ଭାବେ ଏ ଦିଟା ସମାନ୍ତ ଦେଇଛି, ଆଉ ନା ଏଠି ରୁ ଦେଇଛି, ଏଠି ର, ବୁଝିହେଲା। ଏଠି ରୁ ଦେଇଛି, ଏଠି ର ଦେଇଛି, ଏଠି ରୁ ଦେଇଛି କଣ ସ୍ତ ଦେଇଛି, ଏଠି ସ୍ଥ ଦେଇଛି, ଏଟା ସ୍ତ ଦେଇଛି, ସ୍ଥ, କୋଉ ଋଣଗ୍ରସ୍ତ ଟା ଠିକ ହବ ନା ଋଣଗ୍ରସ୍ତ, ବୁଝିହେଲା। କଣ ନା ଋଣଗ୍ରସ୍ତ ହବ। ନେକ୍ସଟ ବିଦ୍ୱାନ, କୋଉ ବିଦ୍ୱାନ ଆଦ୍ରୁ ଆମର ଠିକ ହବ? କୋଉ ବିଦ୍ୱାନ ନା ଦେଖ ଏଇ ବିଦ୍ୱାନ ଠିକ ହବ। ଏଇଟା ବିଦ୍ୟା ନ ଦେଇଛି, ଏଇଟା ବିଦ୍ୟା ନ, ବିଦ୍ୟା ତମେ ପଢିବ, ତମକୁ କୋଉଟା ଆମେ କେମିତି ବିଦ୍ୱାନ ଆମେ ପଢୁଛୁ ନା ନାଇଁ, ବିଦ୍ୱାନ, ତ ଏଗୁଡା ଏଇଥିରେ କୋଉଠି ଆମେ ପଢିପାରୁଛୁ ବିଦ୍ୱାନ, ବିଦ୍ୟା ନୁହଁ। ଏଇଟା ଦେଖ କେମିତି ପଢା ହଉଛି, ଆଗେ ପଢିବ ଭଲ କି, ତମ ପାଟିକୁ କୋଉଟା ଭଲ ଲାଗୁଛି, ଏମିତିଆ ୱାର୍ଡରେ କୋଉଠି ପାଟିକୁ ଭଲ ଲାଗୁଛି, ବିଦ୍ୟା ନୁହଁ, ବିଦ୍ୟାନ, ବିଦ୍ୟାନ, ବିଦ୍ୱାନ, କୋଉଟା ଭଲ ଲାଗୁଛି ନା ଏଇଟା ବିଦ୍ୱାନ, ତାମାନେ ଏଇଟା ଆମର ଠିକ ଅଛି।
नेक्स्ट देख तापर पढ़िबा सेमती उज्जवल 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 तो आम उज्जवल टाକୁ केमती उज्जवल आम एमती कहूना ना उज्जवल तो उज्जवल जेहेतु एमती कहू तार कोना ना एटा कोन उज्जवल देख एटा ज केवल ज रे ब फला दिया हैछि ए देख एटा उज्जवल एटा तो हबनी उज्जवल एटा तो हबनी ए दुटा भितर हम केमिति जानिबा उज्जवल उज्जवल माने ज रे ज फला तापरे ब फला बुझला ता माने एटा सीटा हबो ग्रामर बहुत गुरुत्वपूर्ण तो ग्रामर हमको कना ग्रामर रे हमर 11 को 11 आनिया अछि पिला माने ग्रामर रे हमर 11 आनिया अछि तापरे हमर एमसीक्यू जो अछि 15 15 को 15 आमे आनिबा बुझला एठी तमे बहुत सुंदर एमआईएल मु कहूची पिला माने जे पढुच सब बेले क्लास करूच मु कहूची तमकर 100 टू 100% आसी छ बुझला तोर 80 मार्क के तर इंटरनल कोडे मार्क जो मिसबो 100 तो 100 को 100 तमरा पळे आसीबो तापरे देखिया कोन देछि ते पिला माने नेक्स्ट देखो तापरे पढ़िबा वैज्ञानिक 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 माने देखो पढ़िबा तुम सब वैज्ञानिक वैज्ञानिक ना तुम पढ़िबो वैज्ञानिक एटा देखो वैज्ञानिक देछि एठी कोन ना ए दुटा समान देछि हला मु तो से कुछ समान प्रोनाउंस होछि वैज्ञानिक वैज्ञानिक एटा वैज्ञानिक एटा वैज्ञानिक कौन हम पिला माने ना एटा वैज्ञानिक तो हमें जानू वैज्ञानिक कोटा को हमें पढ़ू कोन ना वैज्ञानिक वैज्ञानिक हबो एटा नले बीटा जदि एका देथु जोटा रे गोटे लिखि दो बुझला तापरे 10 नंबर कोन देला ज्येष्ठ 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 तो पिला माने ज्येष्ठ हमर कोठ हबो ज्येष्ठ वैशाख ज्येष्ठ पढिच छोट भलु पढिच तो ज्येष्ठ 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 तो कौन हबो ना ज्येष्ठ कौन एटा हबो हैला तापरे तापरे एटा सेंदी आर्द्रता 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 माने देखो एटा के आर्द्र रे पे तर रे पे एटा तर रे एटा आर्द्रता एटा आर्द्रता कौन हबो पिला माने मते लागु छै एटा हबो कौन ना आर्द्रता कौन ना आर्द्रता नेक्स्ट देखिबा निर्धनी तो निर्धनी कोटा ठीक हबो पिला माने निर्धनी निर्धनी निर्धन कौन हबो निर्धनी निर्धनी निर्धन निर्धन एटा ध ध देछि एटा द्वितीय ध अछि कौन अछि हमर कोटा ठीक हबो हमर द्वितीय ध ठीक हबो निर्धन एटा हबनी ए दुटा कैंसिल ए दुटा भीतर हमें केमिति बाछिबा निर्धनी निर्धन हमें कोन कहू सबले निर्धन कोन कहू हमें ना कहू निर्धन 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 माने हमर एटा डीटा ठीक हे जबो ना डीटा ठीक हैला नेक्स्ट निर्दोष 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 कहिबा ना निर्दोषी ना निर्दोष ना निर्दोष कोन हबो पिला माने तमरो ना हे जबो निर्दोष कोन दिन निर्दोष तो छु निर्दोष तो निर्दोष ठीक कोटा हबो ना एटा निर्दोष अछि ध अछि एटा निर्दोष एटा निर्दोषी निर्दोष निर्दोष द्वितीय द हबो निर्दोष निर्धो अछि ध एटा पेटरे गार अछि हबनी हमर निर्दोष नेक्स्ट सक्षम क्षम सक्षम सक्षम एटा सक्षम एटा क्षम एटा सक्षम एटा सक्षम कोन हे जबो ना हे जबो क्षम ए क्षमटा ठीक सक्षम तो एटा क्षम नो एटा तो पिला माने कोन देला नेक्स्ट क्वेश्चन कोन देछि ना अहर्निशी तो अहर्निशी माने नीति दिनिया कथा वार्ता जो करछि सेही विषय रे हमें केमती प्रोनाउंस हम भूल प्रोनाउंस बहुत करछु बुझले जहा नै ता गति तमे ठीक प्रोनाउंस जदी हमें करितिबा ताले हमें एतले ग्रामर रे हमें ठीक से लिखिबा अहर्निशी को छडा अहर्निश तो को अहर्निशटा हबो एई अहर्निशी हबो अहर्निश कोन दिन अहर्निशी गिलुछु अहर्निशी जाउछु अहर्निशी तू एया करछु से करछु कोन दिन नै तो सेही नीति रे अहर्निश तो अहर्निश कोन हबो नाही जो हमर कोटा ना अहर्निश तार बेस हे जबो नेक्स्ट कोन देला गुणी र हर्षेई गुणी कोन दीर्घोकार दीर्घेई ना गुणी र दीर्घेई ना दीर्घोकार हर्षेई कोन हबो पिला माने गुणी र ना गुणी र हे जबो कोन हे जबो ना दीर्घई ग हर्षो ना दीर्घई हे जबो कोन ना गुणी नेक्स्ट कोन देला प्रिय सख प्रिया शिक्षा ना प्रिय सख कोन हबो पिला माने ना हे जबो कोन
ନା ପ୍ରିୟ ସଖ କଣ ନା ପ୍ରିୟ ସଖ। ତ ପିଲାମାନେ ଏଇଟା ପ୍ରିୟ ସଖ କଣ ହବ ଏଇଟା ପ୍ରିୟ ସଖା ହବ। ନେକ୍ସଟ ନିନ୍ଦୁକ ନିନ୍ଦକ ନିର୍ଧୁକ ନିନ୍ଦୁକ କଣ ହବ ପିଲାମାନେ ଏଇଟା କୋଉ ନିର୍ଧୁକ ହବ ଏଇଟା ହବ ନିନ୍ଦକ କଣ ନା ନିନ୍ଦକ ହବାର ଠିକ। ତାପରେ ସବାନ୍ଧବେ ଏଇଟା କଣ ସବାନ୍ଧବେ ସବାନ୍ଧବ ସବାନ୍ଧବ କଣ ହବ ସବାନ୍ଧବେ ନା ସବାନ୍ଧବେ ନା ସବାନ୍ଧବ ନା ସବାନ୍ଧବ କଣ ହବ ନା ଯୋଉଟା ସବାନ୍ଧବ କଣ ନା ସବାନ୍ଧବ। ନେକ୍ସଟ ଅନ୍ଧୁଣି 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 କଣ ହବ କୋଉ ଅନ୍ଧୁଣିଟା ହବ ଆମେ କଣ କହୁଛେ ନା ଅନ୍ଧୁଣି କୁହ ଅନ୍ଧୁଣି ତ କହ ନା ଅନ୍ଧୁଣି କୁହ ତ ହର୍ଷେଇ ସେ ଅନ୍ଧୁଣି ହୁଏ ନା ଦୀର୍ଘେଇ ସେ ଅନ୍ଧୁଣି ହୁଏ ପିଲାମାନେ ନା ଏଇଟା ହବ ଦୀର୍ଘଇ କଣ ହବ ନା ଦୀର୍ଘଇ ଅନ୍ଧୁଣି। ନେକ୍ସଟ ନିରପରାଧୀ ନିରପରାଧ ନି ଅପରାଧ ନିରପରାଧ ଏଇଟା ମାରାଥନ କ୍ଲାସ କଲା ବେଳେ ବହୁତ ଥର ଆସିଛି କୋଉଟା ହବ ନିରପରାଧ ନା ହେଇଯିବ କୋଉଟା ନା ନିରପରାଧ କଣ ନା ନିରପରାଧ। ନେକ୍ସଟ ଦିବ ରାତ୍ରି ଦିବାରାତ୍ରି ନା ଦିବ ରାତ୍ରି ନା ଦିବା ରାତ୍ର ନା ଦିବା ରାତି କଣ ହବ ପିଲାମାନେ ନା ହେଇଯିବ ତମର ଦିବା ରାତ୍ର କଣ ନା ଦିବା ରାତ୍ର। ନେକ୍ସଟ କ୍ୱେଶ୍ଚିନ୍ ହାସ୍ତିଦାନ୍ତ ହସ୍ତିଦାନ୍ତ ହସ୍ତିଦନ୍ତ ହସ୍ତିଦନ୍ତ କଣ ହେଇଯିବ ନା ହେଇଯିବ ଡି ହସ୍ତିଦନ୍ତ କଣ ନା ହସ୍ତିଦନ୍ତ। ନେକ୍ସଟ ଆତ୍ମା ପୁରୁଷ ଆତ୍ମା ପୁରୁଷ ଆତ୍ମା ପୁରୁଷ ଏଇଟା ଆତ୍ମ ପୁରୁଷ ଆତ୍ମ ପୁରୁଷ ଆତ୍ମା ପୌରୁଷ କଣ ହେଇଯିବ ନା ହେଇଯିବ ବି ଆତ୍ମ ପୁରୁଷ କଣ ନା ଆତ୍ମ ପୁରୁଷ। ନେକ୍ସଟ କ୍ୱେଶ୍ଚିନ୍ ଗ୍ରହିତା ଗୃହିତା ଗ୍ରହିତା ଗ୍ରହତା କଣ ହେଇଯିବ ନା ହେଇଯିବ ଗ୍ରହିତା କଣ ନା ଗ୍ରହିତା। ନେକ୍ସଟ କ୍ୱେଶ୍ଚିନ୍ ଉତ୍ତ୍ୟକ୍ତ 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 ତ ଦ୍ୱିତୀୟତଃ ହବ ଉତ୍ତ୍ୟକ୍ତ ନା ତ ଉତ୍ତ୍ୟକ୍ତ ନା ଉତ୍ତ୍ୟକ୍ତ କୋଉ ଉତ୍ତ୍ୟକ୍ତ ଟା ଏଥିରେ ହବ କୋଉ ଉତ୍ତ୍ୟକ୍ତ ହବ ନା ଉତ୍ତ୍ୟକ୍ତ କଣ ନା ଉତ୍ତ୍ୟକ୍ତ। ନେକ୍ସଟ ସର୍ଜନୀ ସର୍ଜନୀ ସର୍ଜନା ସର୍ଜନା କୋଉ ସର୍ଜନା ତା ଦେହରେ ହବ ନା ସର୍ଜନା କଣ ନା ସର୍ଜନା। ନେକ୍ସଟ ବିସ୍ଫୁରଣ 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 ତେଣୁ କଣ ଦନ୍ତେଶ ଅଛି ମୁଦ୍ଦେଶ ଅଛି ଦନ୍ତେଶ ଦୀର୍ଘଉ ଅଛି ଦନ୍ତେଶ ହର୍ଷଉ ମୁଦ୍ଦେଶ ହର୍ଷଉ ଅଛି ଦନ୍ତେଶ କଣ ନା ହର୍ଷଉ ଅଛି ତ କେଉଁ ଏଇଟା ଅଛି ବିସ୍ଫୁରଣ ପ ଅଛି ଏଇଟା ପିଲାମାନେ ବିସ୍ଫୁରଣ ଏଇଟା ବିସ୍ଫୁରଣ ଏଇଟା ବି ବିସ୍ଫୁରଣ ଏଇଟା ବିସ୍ଫୁରଣ ଏଇଟା ବିସ୍ଫୁରଣ ବିସ୍ଫୁରଣ ତ କୋଉ ବିସ୍ଫୁରଣ ଟା ଏଥିରେ ହବ ନା ଏଇ ଗୋଟା ହେଇଯିବ ବିସ୍ଫୁରଣ ଦନ୍ତେଶ ଫ ତାପରେ ଦୀର୍ଘ ବିସ୍ଫୁରଣ। ତାପରେ ଆମେ 30ଟି କ୍ୱେଶ୍ଚିନ୍ ଆଲୋଚନା କରିବା ପିଲାମାନେ ଅସ୍ତାୟମାନ ଦେଖ ଅସ୍ତାୟମାନ ଆସ୍ତାୟମାନ ଆସ୍ତାୟମାନ ଆଶାୟମାନ ତ କୋଉ ଅସ୍ତାୟମାନ ରେ ହବ ବୁଝିହେଲା। ତ ଆମର ଦନ୍ତେଶ ହବ ଅସ୍ତାୟମାନ ହବ ନା ଆସ୍ତାୟମାନ ହବ କଣ ହବ ନା ଅସ୍ତାୟମାନ ଆମେ ଆସ୍ତାୟମାନ କଣ ନା ଅସ୍ତାୟମାନ ଅସ୍ତା। ତାପରେ ଶେଷ କ୍ୱେଶ୍ଚିନ୍ ସସାଧ୍ୟ ସାଧ୍ୟ ସସାଧ ସାଧ୍ୟ କଣ ହବ ପିଲାମାନେ ନା ହେଇଯିବ ବି ସାଧ୍ୟ କଣ ନା ସାଧ୍ୟ। ତ ପିଲାମାନେ ତମମାନଙ୍କର କଣ ନା ଏଇଟା ହଉଛି ଅଶୁଦ୍ଧି ଶୁଦ୍ଧ ରୂପ ବହୁତ ଗୁରୁତ୍ୱପୂର୍ଣ୍ଣ ବୁଝିହେଲା ତ ଭ୍ରମ ସଂଶୋଧନ ବହୁତ ଗୁରୁତ୍ୱପୂର୍ଣ୍ଣ ଖାଲି ଦେଖୁ ଦେଖୁ ତମର ମନେ ରହିଯିବ ଖାଲି ବାସ୍ ତାକୁ ଟିକେ 4-5 ଥର ଦେଖିଦବା ଭ୍ରମ ସଂଶୋଧନ। ତ ପିଲାମାନେ ଭିଡିଓଟି ଭଲ ଲାଗିଥିଲା ଲାଇକ୍ ସେୟାର ସବସ୍କ୍ରାଇବ କରିଦିଅ ରହୁଛି ଧନ୍ୟବାଦ।